विपन्न जम शब्दर अर्थ हूँ संजम। जम खाली बसिक खाता नोट होती किए कौन मर ये कौन गोटे जमकर काम। जम शब्दर अर्थ हूँ संयमता। आजिर पिला माने बा युवपीढ़ी माने जो माने अल्प बयस मरवा को 5-7 वर्ष अच्छी से ता पूर्वर बहु कष्ट पाई मारात्मक रोग पड़ दुनिया चली जाऊँ। तार एकमात्र कारण होची निशा मादकता। ये दुईटी कथा पर तृतीय कथा होची आज सेमानको उपरे जो मानकर आशीर्वाद निहाती दरकार तांको ऊपर से आशीर्वाद नहीं, बाप मांकर नहीं, गुरुंकर नहीं कि गुरुजनकर नहीं कि कार। आज देखंतु निशा मादक वर्जन सब हम जिते आपण मैंने मन पकड़े 12 वर्ष बोधे गंजेई उपरे मु टीवी रे कहली जड़े व्यक्ति कहले गंजेई नहले शिवंकर अभिषेक हो पारे तार शिवंक मुंडे गंजेई दिया जाऊ ना। आपण बा लिखिं शिव मंदिर को गंजेई जीवनी बोला बड़ मुस्किल कथा कौन कर लिखि तो देती करी कौन। आउ जड़े कहले आपण जानी ना केमी जानी मु तो एत वैज्ञानिक नुहे। गंजेई वर्तमान औषध बाहर ताकू खाइले लोक भल हे भल कथा। गंजेई औषध बाहर कहीं न खेले मु आग खाई। आउ जनक ना मु कहूनी सारा ओडिशार समस्त जानी सी कहले मु जाइली अमुक शिव मंदिर सेठी देखिली गंजेई शिव गंजेई जाऊँच अमुक शिव मंदिर भारत वर्ष विभिन्न नेपाल पशुनाथ कौन पशुपतिनाथ सबुटिका शिव गंजेई टाणुले ये देखिक जाए। तेणु आज भूल कथार सपक्ष आज मनीष अच्छी एबे जो सरकार गोटे कहले निशा मात्र कौन बंद मत न्यूज 18 पचारे आपण मत कौन बोले मुझे थे मत देती टीवी परदार सोदा खाइली पुणी मत पचार मुझे कौन आउ थे सोदा खाई जहाँ हवा कथा हम जहाँ हो कई तो कथा मानिया को प्रस्तुत नुहे। तेरे प्रशासक माने यदि से सचेतन हेबे अनेक दोष कमी यही कथा। तेणु मनीषी होची मारणा भावी चिंतिक पाखक जाओ। रामकृष्ण नंदनकर से जो प्रार्थना से लिखी कूट नमी साथी मोटे नमी दया विनय हेऊ भूषण
ପ୍ରକୃତରେ ଜଣେ କବି ସିଏ ତାର ଭାବନାକୁ ସେ ଯୁଗଟା ଯେମିତିଆ ଥିଲା ସେ କବିତା ବି ସେମିତି ଲେଖା ହେଇଥିଲା। କିନ୍ତୁ ବର୍ତ୍ତମାନ ପାଇଁ ଆମେ ଆଇଲୁ ଯେତେ ବାଟ ଦେଇକି ଆଇଲୁ, ଷଣ୍ଢମାନେ ତାଙ୍କର ମାନେ ଲଢ଼ାଲଢ଼ି ହେଉଛନ୍ତି, ଗାଈମାନେ ତାଙ୍କର ମେରି ହେଇକି ଶୋଇଛନ୍ତି। ଆମେ ତ ସେମାନଙ୍କ କ୍ଷୀରରେ ଚା ଖାଇବୁ, ଦହି ଖାଇବୁ, ଛେନା ଖାଇବୁ, ରସଗୋଲା ଖାଇବୁ, ପାହାଳ ରସଗୋଲା, ସେ ବିକଳି କରଙ୍କ ରସଗୋଲା, କେତେ ରସଗୋଲା। ତେବେ ସେମାନଙ୍କୁ କେତେବେଳେ ଆମେ ଘାସ ପୁଳାଏ ବି ଦେଉଛୁ? ଘାସ ତ ନାହିଁ, ଆଉ ପୁଳାଏ ଦେବୁ କୋଉଠୁ? ତେଣୁ ଜୀବରେ ଯାର ଦୟା ନାହିଁ, ଉଦ୍ଧବ ଜୀବରେ ଯାର ଦୟା ନାହିଁ, ତେଣୁ ଯମ କହିଲେ ସଂଯମ। ସଂଯମ ହେଉଛି ଜୀବନର ଶ୍ରେଷ୍ଠ ବ୍ରତ। ସେ ବୁଢ଼ୀ ମା ପାଖରେ ଯମରାଜା ପହଞ୍ଚିଲେ, ତାକୁ ପଚାରିଲେ, ମା ତୁ ମୋତେ କାହିଁ ଡାକିଲୁ? ନା ଆପଣ କ'ଣ ଧର୍ମରାଜ ଯମ? ନା। ସେ ସେଠୁ କହିଲା, କୁଟୁମ୍ବ ଚଳେଇବା ପାଇଁ ମୁଁ ଜଙ୍ଗଲକୁ ଆସେ କାଠ ହାଣିବା ପାଇଁ। ଯେତିକି କାଠ ନେଉଛି ସେତିକିରେ ପରିବାର ଚଳୁନି। ମୁଁ ଟିକେ ଅଧିକ କାଠ ଆଜି କାଟି ଦେଇଛି। ଇଏ ପରିଣତ ବୟସରେ ମୁଁ ସେ କାଠକୁ ମୁଣ୍ଡେଇକିରି ନେଇପାରୁନି। ତେଣୁ ମୋର ମୃତ୍ୟୁ ହିଁ ଦରକାର। ଆପଣ ମୋତେ ଶୀଘ୍ର ନେଇଯାଆନ୍ତୁ। ଯମରାଜା କହିଲେ, ତୁ ଜୀବନରେ ବେଶୀ ସତ କହୁ ନା ବେଶୀ ମିଛ କହୁ? ନାଇଁ, ମୁଁ ମିଛ କୋଉଠି କହିଥିବି, କିନ୍ତୁ ଅତି ଆବଶ୍ୟକ ନହେଲେ ମୁଁ ମିଛ କହେନି। ଯଦି ତୁ ପ୍ରକୃତରେ ସତ୍ୟବନ୍ତ ନାରୀ, କାଠ କାଟିବୁ, କାଠ ଗୋଛାକୁ କହିବୁ ତୁ ଆଗେ ଆଗେ ଚାଲ, ମୁଁ ତ ପଛେ ପଛେ ଯିବି। ସେ ଚାଲିବ, ତୁ ତା ପଛେ ପଛେ ଯିବୁ। ସେଇଦିନ ଠାରୁ କାଠ ଗୋଛା ଚାଲେ, ବୁଢ଼ୀ ତା ପଛେ ପଛେ ଯାଏ। ଏମିତି ଗୋଟେ ସମୟ ପୁଣି ଆସିଲା, ଆହୁରି ବେଶୀ ବେଶୀ କାଠ ସେ କାଟିଲା। ଲୋଭ, ଏଇ ଯୋଉ ଲୋଭ, ये लोभ ही मृत्युर कारण। दिने भाविला काठ गोछा तो चलुची मु कहीं मटी चलि से काठ गोछा बसी पड़ा काठ गोछा आउ चललानी पुणी डाकिला जमराज आसिले कहीं डाकिलु ना काठ गोछा आउ चलुनी ना केमिति चलो तो वचन भितर सत्य थिला काठ गोछा चलुला तोर कर्म भितर सत्य थिला काठ गोछा चलुला आज लोभरे पड़ी बिना कारण रे काठ संग्रह कलु एटा होती लोभ लोभ जोटी रहिला धर्म नष्ट हो गला तेणु आउ चलो से बुढ़ी माँ कहला ये भूल आउ जीवन में करी नहीं से भागवतर कथाटी आम जाना दरकार कर्मे ईश्वर हाँ देव आनंदे
ସଜ୍ଜନ ରାମାୟଣ ପଢ଼ିଗଲେ ହବନି, ତା ଭିତରେ ଯେଉଁ ତତ୍ତ୍ୱଟା ଅଛି ତାକୁ ଯଦି ଆମେ ପାଳନ କରିପାରିନୁ। ମୁଁ ଦିନେ ସରଜ ନଦୀରେ ସ୍ନାନ କରୁଥିଲି, ବହୁତ ଦିନ ତଳର କଥା। ସେତେବେଳେ ସରଜ ନଦୀରେ ବନ୍ୟା ଆସିଥାଏ। ମୁଁ ଏଠି ସ୍ପଷ୍ଟ ଭାବରେ ସରଜ ତୀର୍ଥଙ୍କୁ ଜଣେଇଲି, ଏଠି ଯଦି ରାମ ବା ଲକ୍ଷ୍ମଣ ଯିଏ ବି ଯେଉଁଠି ନଥିବେ ତାହେଲେ କାହିଁ ଏ ପଇସା ଖର୍ଚ୍ଚ କରି, ସେତେବେଳେ ତ ଗାଡ଼ି ଫାଡ଼ି ଏତେ ନଥିଲା, କାହିଁ ଗୋଟେ ପଇସା ଖର୍ଚ୍ଚ କରି ଆସିବ ଅଯୋଧ୍ୟା ବୁଲିକି ଯିବ, କ'ଣ ଦେଖିବ? ଯଦି ତୁମେ ଏଠି ଅଛ ତାହେଲେ ମୋତେ ତାର ଗୋଟେ ନିଦର୍ଶନ ଦିଅ, ପରିଚୟ ଦିଅ। ମୁଁ ଯେତେବେଳେ ସରଜୁ ନଦୀରେ ତର୍ପଣ କରୁଛି, ଗାୟତ୍ରୀ ତର୍ପଣ କରୁଛି, ମାନେ ବଡ଼ ବଡ଼ ସବୁ କାଠ ଗୋଛା ଗୁଡ଼ାକ, ଏ କାଠ ତାକୁ କ'ଣ କହନ୍ତି, ଗଣ୍ଡି ଗୁଡ଼ିକ ଭାସି ଯାଉଛି, ଏତେ ମାନେ ପ୍ରଖର ସ୍ରୋତ। ସାପଟିଏ ଆସି ସେଇ ସ୍ରୋତ ମଧ୍ୟ ଭାଗରେ ଏମିତି ଫଣା ଟେକି ରହିଲା। ମୋର ତର୍ପଣ ସଇଲା, ମୁଁ ତାଙ୍କୁ ପ୍ରଣାମ ଜଣେଇଲି ଏବଂ ନିଜ ମନ ଭିତରେ ମୁଁ ତାଙ୍କୁ କହିଲି, ପ୍ରଭୁ ଆପଣ ଏଇଠି ଅଛନ୍ତି, ଇଏ କଥାଟାକୁ ମୁଁ ଅନୁଭବ କଲି, ଆପଣ ଏବେ। ତାପରେ ସେ ପାଣିରେ ବୁଡ଼ିଗଲା। ଆଜି ବି ମୁଁ ଅଯୋଧ୍ୟା ଯାଏ, ରାମ ମନ୍ଦିରକୁ ଯାଏ। ଇଏ କହିବ ଇଏ ଗୋଟେ ବୋଧେ ରାମ ବିରୋଧୀ କି କ'ଣ, ବିଲକୁଲ ଯାଏ। ରାମ ମନ୍ଦିରକୁ ନମସ୍କାର କରେ, ରାମଙ୍କୁ ନମସ୍କାର କରେ, ରାମଙ୍କର ଶ୍ଲୋକ ପଢ଼େ, ଏବଂ ମନ୍ଦିର ଭିତରକୁ ଯାଏନି। ଏ କିଏ ଠେଲା ପେଲା ଭିତରେ ଯିବ? ଶ୍ରୀରାମ ଶରଣଂ ସମସ୍ତ ଜଗତାଂ ରାମଂ ବିନା ରାମେ କାହିଁକି ଯାଏ ନା, ମୋ ଆଖି ଆଗରେ ସେଇ ଜୀବନ୍ତ ସର୍ପର ଦୃଶ୍ୟଟା, ଏବେ ବି ଏଇ ମଞ୍ଚରେ ମୁଁ ବସିଛି, ଏବେ ବି ସେ ଦୃଶ୍ୟ ନାଚୁଛି। ଏମିତି ଜୀବନରେ ଆହୁରି ଗୋଟେ ଅନୁଭବ ଅଛି, କେତେ ଅନୁଭବ ଅଛି। ତେବେ ଜୀବର ଗତି ଅନୁଭବ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଇଏ ଜୀବନ ଦଶରଥଙ୍କର କିଏ ନା ଚାରି ପୁଅ। ସେ ଚାରି ପୁଅଟି କିଏ? ସିଏ ହେଉଛନ୍ତି ଧର୍ମ, ଅର୍ଥ, କାମ, ମୋକ୍ଷ। ଆମେ ଏଠି ବସିଛୁ ଧର୍ମ କଥା ଶୁଣିବା ପାଇଁ। ଆମେ ରାତି ପାଇଲେ ଅର୍ଥ ଉପାର୍ଜନ କରିବାକୁ ଯିବୁ। ଅର୍ଥ ରୋଜଗାର ସରିଲେ ପୁଣି କାଲିକି କ'ଣ କରିବୁ ସେ କାମନା ବି କରିବାକୁ ପଡ଼ିବ। ଶେଷ କଥା ହେଉଛି ସବୁ କରିବୁ, ତୁ ଜୀବନର ଶେଷ ଲକ୍ଷ୍ୟ ହେଉଛି ମୋକ୍ଷ ବା ଶାନ୍ତି। ସେଥିପାଇଁ ଦଶରଥଙ୍କର ଗୋଟିଏ ଝିଅ ନାଁ ଥିଲା